ସ୍ୱାଗତ କରୁଛି ଆପଣମାନଙ୍କୁ ଏକ୍ଜାମ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ଆଉ ଏକ ନୂତନ ଭିଡ଼ିଓରେ। ତ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସି ଖବର ରହିଛି, ଯେଉଁଟାକି କ'ଣ ରହିଛି ନା ଯେଉଁମାନେ ନର୍ସିଂ କୋର୍ସ କରିଥିବେ କିମ୍ବା ନର୍ସିଂ ରିଲେଟେଡ୍ କୋର୍ସ କରିଥିବେ ତ ସେମାନଙ୍କ ପାଇଁ ବହୁତ ବଡ଼ ଗୋଟେ ଭ୍ୟାକେନ୍ସି ଦେଖିବାକୁ ମିଳୁଛି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ। ଠିକ୍ ଅଛି, ତ କ'ଣ ରହିଛି ଭ୍ୟାକେନ୍ସିଟି, ଚାଲନ୍ତୁ ଡିଟେଲ୍ସ ତା ଉପରେ ଆନାଲିସିସ୍ କରିବା, ଦେଖିବା ଭ୍ୟାକେନ୍ସିଟି କ'ଣ ରହିଛି ଏବଂ ଆପଣ ସେଥିପାଇଁ ଏଲିଜିବୁଲ୍ ହେଉଛନ୍ତି କି ନାହିଁ ଏବଂ ଆପଣଙ୍କର କ'ଣ ରହିଛି ସିଲାବସ୍ ଆଉ ଡିଟେଲ୍ସ ସବୁ ଏକ୍ଜାମ୍ ବିଷୟରେ ଆପଣଙ୍କୁ ମୁଁ ଏଇ ଭିଡ଼ିଓରେ କହିବି। ଠିକ୍ ଅଛି, ତ ଡେରି ନକରି ଚାଲନ୍ତୁ ଦେଖିନେବା ଭିଡ଼ିଓଟି ଆଗକୁ କ'ଣ ରହିଛି। ତ ଆପଣମାନେ ଦେଖିପାରୁଥିବେ ନୋଟିଫିକେସନ୍ଟି ରହିଛି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ। ଠିକ୍ ଅଛି, ଯେଉଁଟାକି ଆପଣମାନଙ୍କର OSSC ରହିଲା। ଠିକ୍ ଅଛି, ତ ଆଡ଼ଭର୍ଟାଇଜମେଣ୍ଟ କ'ଣ ରହିଛି ନା invitation of online application for recruitment of 5989 number of district cadre post of nursing officer 2026। ତ ଠିକ୍ ଅଛି, ଆପଣଙ୍କୁ କ'ଣ କହିଲା ଏଠି ନା ଆପଣଙ୍କର ଯେଉଁ ନର୍ସିଂ ଅଫିସର ରହିଲେ, ଠିକ୍ ଅଛି, ନର୍ସିଂ ଅଫିସର ଯେଉଁ ରହିଲେ ସେମାନଙ୍କର ସବୁ ଭ୍ୟାକେନ୍ସି ଦେଖିବାକୁ ମିଳିଛି ଡିଷ୍ଟ୍ରିକ୍ଟ କ୍ୟାଡର ଭ୍ୟାକେନ୍ସି। ମାନେ ଆପଣ ଯେଉଁ ଡିଷ୍ଟ୍ରିକ୍ଟରେ ପୋଷ୍ଟିଂ ହେବେ ସେଇ ଡିଷ୍ଟ୍ରିକ୍ଟ ମଧ୍ୟରେ ଆପଣ ହିଁ ଟ୍ରାନ୍ସଫର ହେଇପାରିବେ, ଆଉ କେଉଁଠିକି ଟ୍ରାନ୍ସଫର ହେଇପାରିବେ ନାହିଁ, ଯେଉଁଟାକି ଡିଷ୍ଟ୍ରିକ୍ଟ କ୍ୟାଡର ପୋଷ୍ଟ ରହିଲା। ତ କେତେଟା ଭ୍ୟାକେନ୍ସି ଦେଖିବାକୁ ମିଳିଛି ନା 5989। ଠିକ୍ ଅଛି, 5999ଟି ପୋଷ୍ଟ ଆପଣଙ୍କୁ ଦେଖିବାକୁ ମିଳୁଛି। ଠିକ୍ ଅଛି, ତ ଆପଣମାନେ କେବେଠୁ ଏଟାକୁ ଆପ୍ଲାଏ କରିପାରିବେ ନା ଏଠି ଲେଖିଛି fresh candidate who have not registered earlier for any previous recruitment of the commission to register। ମାନେ ଆପଣ ଯେଉଁମାନେ ବି ଆଗରୁ କେବେ ଆପ୍ଲାଏ କରିନାହାନ୍ତି କମିଶନ ଥ୍ରୋରେ, OSSC ଥ୍ରୋରେ ଯଦି କିଛି ଏବେ କେହି ଆପ୍ଲାଏ ଏପର୍ଯ୍ୟନ୍ତ କରିନାହାନ୍ତି, ଫ୍ରେଶ୍ ଅଛନ୍ତି, ସେମାନେ କ'ଣ କରିବେ ନା ରେଜିଷ୍ଟ୍ରେସନ୍ କରିବେ, ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବେ ପୋଷ୍ଟ ପାଇଁ। ଏବଂ ଯେଉଁମାନେ ଆଗରୁ ଆପ୍ଲାଏ କରିଛନ୍ତି ସେମାନେ ଲଗ୍ଇନ୍ କରିବେ, ଆପଣଙ୍କର ୟୁଜର୍ ID ପାସୱାର୍ଡ଼ ଦେଇ ଲଗ୍ଇନ୍ କରିବେ, ସେଠୁ ଆପଣମାନେ ଆପ୍ଲାଏ କରିବେ। ଠିକ୍ ଅଛି, ତ ଆପ୍ଲିକେସନ୍ ପ୍ରୋସେସ୍ କେବେଠୁ ଷ୍ଟାର୍ଟ ହେଇଯାଉଛି ନା 13/6/2026। ଠିକ୍ ଅଛି, ତ ଆଜିଠାରୁ ଆପଣଙ୍କର ଆପ୍ଲିକେସନ୍ ପ୍ରୋସେସ୍ ଆରମ୍ଭ ହେଇଯାଉଛି ଏବଂ ଆପଣଙ୍କର ଆପ୍ଲିକେସନ୍ ଏଣ୍ଡ ଡେଟ୍ କେବେ ରହିଛି ନା 6/7/2026, ଜୁଲାଇ ମାସ 6 ତାରିଖରେ ଆପଣମାନେ ଏଟାକୁ ଆପ୍ଲାଏ କରିପାରିବେ। ତା ମଧ୍ୟରେ 13 ତାରିଖରୁ 6 ତାରିଖ ମଧ୍ୟରେ ୟାକୁ ଆପ୍ଲାଏ କରିପାରିବେ। ଠିକ୍ ଅଛି, ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ 13/6/2026ରୁ 13/7/2026। ଠିକ୍ ଅଛି, ତାପରେ କହିଲା ମୋଡ୍ ଅଫ୍ ଆପ୍ଲିକେସନ୍ ରହିବ ଆପଣଙ୍କର ଅନଲାଇନ୍। ଆପଣ ଏହାକୁ ଅନଲାଇନ୍ ଆପ୍ଲାଏ କରିବେ କେଉଁଠାରୁ ନା www.ossc.gov.in। ଠିକ୍ ଅଛି, ଏଇ ଯେଉଁ ୱେବସାଇଟ୍ ରହିଲା OSSCର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆପଣମାନେ ୟାକୁ ଅନଲାଇନ୍ରେ ଆବେଦନ କରିପାରିବେ। ଠିକ୍ ଅଛି, ତାପରେ କ'ଣ କହିଲା ନା ଟୋଟାଲ୍ ଆପଣଙ୍କର ଯେଉଁ ଦେଖିବାକୁ ମିଳୁଛି 5989 ନମ୍ବର ଅଫ୍ ପୋଷ୍ଟ, ଯେଉଁଟାକି ଡିଷ୍ଟ୍ରିକ୍ଟ କ୍ୟାଡର ପୋଷ୍ଟ ରହିଛି ଏବଂ ଗ୍ରୁପ୍ C ପୋଷ୍ଟ ରହିଛି। ତା ନର୍ସିଂ ଅଫିସରର ଯେଉଁ 30ଟା ଆମର ଡିଷ୍ଟ୍ରିକ୍ଟ ରହିଲା, ସେ 30ଟା ଡିଷ୍ଟ୍ରିକ୍ଟ ମଧ୍ୟରେ ଆପଣଙ୍କୁ ପୋଷ୍ଟିଂ ମିଳିବ। କେଉଁଠାରେ ମିଳିବ ବା କାହା ଅଣ୍ଡରରେ ମିଳିବ ନା ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟ ଅଣ୍ଡରରେ ଆପଣଙ୍କୁ ଦେଖିବାକୁ ମିଳିବ, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର ରହୁଛି। ଠିକ୍ ଅଛି, ତ ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣଙ୍କୁ ପୋଷ୍ଟିଂ ମିଳିବ। କାଟାଗୋରୀ ବ୍ରେକଅପ୍ ଆପଣଙ୍କ ପୋଷ୍ଟ ଯେଉଁ ଡିଷ୍ଟ୍ରିକ୍ଟରେ ଆପଣ ପକାଇଥିବେ ସେଇ ଡିଷ୍ଟ୍ରିକ୍ଟରେ ଆପଣଙ୍କୁ ପୋଷ୍ଟିଂ ଦିଆଯିବ। ଠିକ୍ ଅଛି, ତାପରେ ଆପଣମାନଙ୍କର କ'ଣ ରହିଲା ନା ଡିଟେଲ୍ସ ଆପଣଙ୍କର ଯେଉଁ ରହୁଛି ମାନେ ଏକ୍ସରସାଇଜ୍ ଫର୍ ଚଏସ୍ ଅଫ୍, ମାନେ ଆପଣ ତ ଯେଉଁ ଡିଷ୍ଟ୍ରିକ୍ଟ ଦେବେ ସେଇ ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣଙ୍କୁ ପୋଷ୍ଟିଂ ମିଳିବ। ଠିକ୍ ଅଛି, ତାପରେ ଆପଣମାନଙ୍କର ରହିଲା ପୋଷ୍ଟ ପେ ସ୍କେଲ୍ କ'ଣ ରହିବ। ତାପରେ ପେ ସ୍କେଲ୍ଟା ଆପଣଙ୍କର ନା ନର୍ସିଂ ଅଫିସର, ଯେହେତୁ ଆପଣଙ୍କର ଗୋଟେ ଅଫିସର ର୍ୟାଙ୍କର ପୋଷ୍ଟ, ଗ୍ରୁପ୍ C ପୋଷ୍ଟ ହେଲେ ମଧ୍ୟ ସେଇଟା ବଢ଼ିଆ, ବହୁତ ଭଲ ସ୍କେଲ୍, ବହୁତ ଭଲ ପେ ମ୍ୟାଟ୍ରିକ୍ସରେ ବା ଭଲ ପେ ଲେଭେଲରେ ଆପଣଙ୍କୁ ଦେଖିବାକୁ ମିଳିବ, ଯେଉଁଟାକି ଆପଣଙ୍କର ରହିଛି ସ୍କେଲ୍ ଅଫ୍ ପେ ଆଣ୍ଡ ପେ ମ୍ୟାଟ୍ରିକ୍ସ ଲେଭେଲ୍ ଆଜ୍ ପର୍ ORSP ରୁଲ୍ 2017। ତ 2017 ମସିହାରେ ଯେଉଁ ORSP ରୁଲ୍ କରାଯାଇଥିଲା ତା ଅନୁସାରେ ଆପଣଙ୍କର ପେ ସ୍କେଲ୍ ରହିବ, ଯେଉଁଟାକି ରହିବ 29,200 ଟୁ 92,300 ମଧ୍ୟରେ। ପେ ମ୍ୟାଟ୍ରିକ୍ସ ଆପଣଙ୍କର ପେ ଲେଭେଲ୍ ରହିବ 8 ସେଲ୍ 1। ଠିକ୍ ଅଛି, ତ ମୋଟାମୋଟି ଭାବେ ଆପଣଙ୍କୁ ଗୋଟେ ଇନ୍ ହ୍ୟାଣ୍ଡ 45 ଟୁ 50,000 ଭିତରେ ଆପଣଙ୍କୁ ମିଳିଯିବ ସାଲେରୀ। ଠିକ୍ ଅଛି, ତ ଏତିକି ଆପଣଙ୍କର ମନ୍ଥଲି ସାଲେରୀ ରହିବ ନର୍ସିଂ ଅଫିସର। ଠିକ୍ ଅଛି, ତାପରେ ଦେଖିବା ଆମେ ଏଲିଜିବିଲିଟି, ଆପଣ ଏଲିଜିବୁଲ୍ କେମିତି ହେବେ ପୋଷ୍ଟ ପାଇଁ। ତ ଯେଉଁମାନଙ୍କର ଏଜ୍
21 इयर्स टू 42 इयर्स ମଧ୍ୟରେ ହୋଇଥିବ ସେମାନେ ୟାକୁ ଆପ୍ଲାଏ କରିପାରିବେ। ଠିକ୍ ଅଛି। ଆପଣଙ୍କର ଏଜ୍ଟା ଯଦି 21 ବର୍ଷ ହେଇସାରିଛି ଏବଂ ଆପଣ ନର୍ସିଂ ଆପଣଙ୍କର କୋର୍ସଟି କ୍ଲିୟର କରିସାରିଛନ୍ତି, ତେବେ ଆପଣ ପାସ୍ ହୋଇଯାଇଛନ୍ତି, ତେବେ ଆପଣ ଏଟାକୁ ଆପ୍ଲାଏ କରିପାରିବେ। ଠିକ୍ ଅଛି। କିମ୍ବା ଆପଣଙ୍କର 10th ସାର୍ଟିଫିକେଟରେ ଯଦି ଯେଉଁ ଅନୁସାରେ ଡେଟ୍ ଅଫ୍ ବାର୍ଥ ଥିବ ସେ ଅନୁସାରେ ଯଦି ଆପଣଙ୍କୁ 21 ବର୍ଷ ହେଇଯାଉଛି କିମ୍ବା ଆପଣଙ୍କର 42 ବର୍ଷ ଏପର୍ଯ୍ୟନ୍ତ ହେଇନି, ସେମାନେ ୟାକୁ ଆପ୍ଲାଏ କରିପାରିବେ। ଠିକ୍ ଅଛି। ତ ଏଜ୍ ରିଲାକ୍ସେସନ୍ ମଧ୍ୟ ସେମିତି ରହୁଛି, ଯେଉଁଟାକି ଅପର ଏଜ୍ ଲିମିଟ୍ ରହୁଛି SC ST SC BC ଓମେନ୍ ମାନଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ୍ ରହୁଛି ଏବଂ PWD କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 10 ବର୍ଷର ଏଜ୍ ରିଲାକ୍ସେସନ୍ ରହୁଛି। ଠିକ୍ ଅଛି। ସେମିତି ଏକ୍ସ ସର୍ଭିସ୍ ମ୍ୟାନ୍ ମାନଙ୍କ ପାଇଁ ମଧ୍ୟ ଏଜ୍ ରିଲାକ୍ସେସନ୍ ରହୁଛି। ତାପରେ ଯେଉଁମାନେ କଣ୍ଟ୍ରାକ୍ଚୁଆଲ ବେସିସ୍ରେ ଅଛନ୍ତି, ମାନେ ଗଭର୍ଣ୍ଣମେଣ୍ଟରେ ନର୍ସିଂ ଅଫିସର ଅଛନ୍ତି କିମ୍ବା ଯେଉଁ ଆଶା ମାନେ ରହିଲା, ସେମାନେ ମଧ୍ୟ ଏହାକୁ ଆପ୍ଲାଏ କରିପାରିବେ ଯେଉଁମାନଙ୍କର 45 ବର୍ଷ ହେଇଥିବ। ଠିକ୍ ଅଛି। ତାପରେ ଆପଣଙ୍କର ରହିଲା ହଁ, ଏଠି ଗୋଟେ ମେନ୍ କହିଛି, ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ କହିଛି, ଦେ shall have to register their name in nursing council in state and have possessed valid registration or renewal certificates as on the date of submission of online application form। ଯେଉଁ ଏକ୍ସ ସର୍ଭିସ୍ ମ୍ୟାନ୍ ରହିଲେ ସେମାନେ କ'ଣ କରିବେ ନା, ଯେଉଁ ଡେଟ୍ ରହିଛି ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ତା ପୂର୍ବରୁ ସବୁ ସାର୍ଟିଫିକେଟ୍ ତାଙ୍କର ରିନ୍ୟୁଆଲ୍ କରିଦେଇଥିବେ ଏବଂ ତାପରେ ଯାଇକି ଆପ୍ଲାଏ କରିବେ। ଠିକ୍ ଅଛି। ତାପରେ ଆପଣ ତ ଏଇଟା ଜାଣିଥିବେ, କ୍ୟାଣ୍ଡିଡେଟ୍ ମଷ୍ଟ ଏବୁଲ୍ ଟୁ ସ୍ପିକ୍ ଆଣ୍ଡ ରାଇଟ୍ ଓଡ଼ିଆ, ମଷ୍ଟ ହାଭ୍ ପାଷ୍ଟ ମିଡିଲ୍ ସ୍କୁଲ ଏକ୍ଜାମିନେସନ୍ ୱିଥ୍ ଓଡ଼ିଆ ଲାଙ୍ଗୁଏଜ ସବଜେକ୍ଟ। ତ ଓଡ଼ିଆ ଲାଙ୍ଗୁଏଜ ସବଜେକ୍ଟକୁ ଆମର ଇମ୍ପୋର୍ଟାନ୍ସ ଓଡ଼ିଆଟା ଯେଉଁ ରହିଲା ଆପଣଙ୍କର, ଆମର ଯେହେତୁ ଓଡ଼ିଶା ଷ୍ଟେଟ୍ରେ ଆମେ ବିଲଙ୍ଗସ୍ କରୁଛେ, ତ ଓଡ଼ିଆଟା ଆପଣଙ୍କର ନିହାତି ଲାଙ୍ଗୁଏଜ ସବଜେକ୍ଟ ହେଇଥିବା ଦରକାର। ଆପଣଙ୍କର ସ୍କୁଲରେ ଯେଉଁଟା ରହିଲା ଆପଣ 10th ଷ୍ଟାଣ୍ଡାର୍ଡ଼ରେ ହଉ କିମ୍ବା 7th ଷ୍ଟାଣ୍ଡାର୍ଡ଼ରେ ହଉ, ଆପଣ ଏକ୍ଜାମଟିକୁ ଓଡ଼ିଆ ଲାଙ୍ଗୁଏଜରେ ଆପିୟର କରିଥିବା ଦରକାର। ଠିକ୍ ଅଛି। ତ ଓଡ଼ିଆଟା ଗୋଟେ ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିବ। ଠିକ୍ ଅଛି। ତାପରେ ଅଦର ଏଲିଜିବିଲିଟି କ'ଣ ରହୁଛି ନା, ଆପଣ ସିଟିଜେନ୍ ଅଫ୍ ଇଣ୍ଡିଆ ହେଇଥିବେ, ଗୋଟେ ଭଲ କ୍ୟାରେକ୍ଟର ହେଇଥିବ ଆପଣଙ୍କର, କିମ୍ବା ଆପଣଙ୍କର ଗୋଟିଏ ହିଁ ସ୍ତ୍ରୀ ଥିବ, ଯେଉଁଟା ଆପଣ ଗୋଟିଏ ସିଙ୍ଗଲ ମ୍ୟାରେଡ୍ ଥିବେ। ଠିକ୍ ଅଛି। ଯେଉଁ ସ୍ପୋର୍ଟସ୍ ମ୍ୟାନ୍ ରହିଲେ ତାଙ୍କ ପାଇଁ ମଧ୍ୟ କିଛି ରିଲାକ୍ସେସନ୍ ରହୁଛି। ଆପଣଙ୍କର ସ୍ପୋର୍ଟସ୍ ସାର୍ଟିଫିକେଟ୍ ଯାହା ଥିବ ତାକୁ ଆପଣ ଅପଲୋଡ଼ କରିବେ, ତ ତା ପାଇଁ ଆପଣଙ୍କୁ ଗୋଟେ ରିଲାକ୍ସେସନ୍ ନିହାତି ମିଳିଯିବ। ଆଉ ଯେଉଁମାନେ PWD କ୍ୟାଣ୍ଡିଡେଟ୍ ଅଛନ୍ତି, ସେମାନଙ୍କର ଡିସାବିଲିଟିଟା 40%ରୁ ଅଧିକ ହେଇଥିବା ଦରକାର। 40%ରୁ ଅଧିକ ଡିସାବଲ୍ ଆପଣ ଯଦି ହେଇଥିବେ, ଆପଣ ତାହେଲେ ଏଲିଜିବଲ୍ ହେବେ। ଠିକ୍ ଅଛି, ରିଲାକ୍ସେସନ୍ ପାଇଁ। ତାପରେ ଆଉ କ'ଣ ରହିଲା ନା, ଯେଉଁମାନେ ଟେମ୍ପୋରାରୀ ଡିସାବିଲିଟି ଥିବେ, ଟେମ୍ପୋରାରୀ ଡିସାବିଲିଟି ମାନେ ଯେଉଁମାନେ ରିସେଣ୍ଟଲି କିଛି ଆକ୍ସିଡେଣ୍ଟ ହେଇଥିବ କିମ୍ବା ତାଙ୍କର କିଛି ଅସୁବିଧା ହେଇଥିବ, ଯେଉଁଥିପାଇଁ ସେମାନେ କିଛି ସମୟ ପାଇଁ ହ୍ୟାଣ୍ଡିକ୍ୟାପ୍ଟ ହେଇଯାଇଥିବେ, ଯେଉଁଟା ଟେମ୍ପୋରାରୀ ଡିସାବିଲିଟି କୁହାଯାଉଛି। ସେମାନେ ଏଇ PWD ଅଣ୍ଡରରେ ଆସିବେ ନାହିଁ, ସେମାନେ ଏଲିଜିବଲ୍ ହେବେ ନାହିଁ। ଠିକ୍ ଅଛି। ବାକି ଯେଉଁ ଏକ୍ସ ସର୍ଭିସ୍ ମ୍ୟାନ୍ ରହିଲେ, ତାଙ୍କର ଆଇ କାର୍ଡ଼, ଏକ୍ସ ସର୍ଭିସ୍ ମ୍ୟାନ୍ର ଯାହା ବି ସବୁ ଡକୁମେଣ୍ଟସ୍ ରହିଲା, ସେଗୁଡ଼ା ସବୁ ପ୍ରୋଭାଇଡ଼ କରିବାକୁ ପଡ଼ିବ। ଠିକ୍ ଅଛି। ତାପରେ ଆପଣମାନଙ୍କର ଏକ୍ଜାମିନେସନ୍ ଫି ଆପଣଙ୍କର କ'ଣ ରହୁଛି ନା, ଅଦର ଦାନ୍ SC ST ଆଣ୍ଡ PWD କ୍ୟାଣ୍ଡିଡେଟ୍, ଆଉ ବାକି ଯେଉଁମାନେ ରହିଲେ ସେମାନଙ୍କୁ 500 ଟଙ୍କା ଆପଣଙ୍କ ଏକ୍ଜାମିନେସନ୍ ଫି ଦେବାକୁ ପଡ଼ିବ। ଠିକ୍ ଅଛି। 500 ଟଙ୍କା ଦେବାକୁ ପଡ଼ିବ। କେଉଁମାନେ ଦେବେ? ଆପଣଙ୍କର ଜେନେରାଲ ରହିଲା। ଠିକ୍ ଅଛି। କିମ୍ବା ଆପଣ ଯଦି OBC ହେଇଥିବେ କିମ୍ବା ଆପଣ SC BC ହେଇଥିବେ। ଠିକ୍ ଅଛି। ବୋଥ୍ ମେନ୍ ଆଣ୍ଡ ଓମେନ୍। ଠିକ୍ ଅଛି। ବୋଥ୍ ମେନ୍ ଆଣ୍ଡ ଓମେନ୍, ଦୁଇ ଜଣ ଯାକ ଯଦି ଜେନେରାଲ କାଟାଗୋରୀ କିମ୍ବା OBC କିମ୍ବା SC BC କାଟାଗୋରୀ ହେଇଥିବେ, SC ST ନୁହଁ, SC BC କାଟାଗୋରୀ ହେଇଥିବେ, ତ ସେମାନଙ୍କୁ 500 ଟଙ୍କା ଦେବାକୁ ପଡ଼ିବ। ଏବଂ ବାକି ଯେଉଁମାନେ ରହିଲେ, SC ରହିଲା, ST ରହିଲା, PWD କ୍ୟାଟାଗୋରୀ ଯେଉଁମାନେ ଆସିଲେ, ସେମାନଙ୍କୁ କିଛି ଏକ୍ଜାମିନେସନ୍ ଫି ଦେବାକୁ ପଡ଼ିବ ନାହିଁ। ଠିକ୍ ଅଛି। ଆଉ ଯେଉଁ ଆପଣ ଏକ୍ଜାମିନେସନ୍ ଫିଟି ଦେବେ, ସେଇଟା ଆପଣଙ୍କର ରିଫଣ୍ଡେବୁଲ୍ ରହିବ। ଠିକ୍ ଅଛି। 500 ଟଙ୍କା ଆପଣ ପେଡ୍ କଲେ, ଯେତେବେଳେ ଏକ୍ଜାମରେ ଆପିୟର କରିବେ, ଯେବେ ଏକ୍ଜାମଟିକୁ ଆଟେଣ୍ଡ କରିବେ, ସେତେବେଳେ ତାପରେ ଆପଣଙ୍କର ଏକ୍ଜାମିନେସନ୍ ଫିଟା ଆପଣଙ୍କ ଆକାଉଣ୍ଟକୁ ରିଫଣ୍ଡ କରିଦିଆଯିବ। ଠିକ୍ ଅଛି। ତାପରେ ଲାଷ୍ଟ ଡେଟ୍ ଆପଣଙ୍କର କହିଥିଲି ମୁଁ 13 ଜୁଲାଇ ରହୁଛି ଲାଷ୍ଟ ଡେଟ୍। ତ ଆଜିଠାରୁ ଆପ୍ଲିକେସନ୍ ଆରମ୍ଭ ହୋଇଯାଉଛି। 13 ଜୁନ୍ରୁ 13 ଜୁଲାଇ ମଧ୍ୟରେ ଆପଣମାନେ ପୋଷ୍ଟଟିକୁ ଆପ୍ଲାଏ କରିଦେଇପାରିବେ। ଠିକ୍ ଅଛି। ତ ଡେରି କରନ୍ତୁ ନାହିଁ, ପୋଷ୍ଟଟିକୁ ଆପ୍ଲାଏ କରିଦିଅନ୍ତୁ। ଆଜିଠାରୁ ଆରମ୍ଭ ହେଇଛି ମାନେ ଆପଣ ଭାବି ନିଅନ୍ତୁ ଆଉ 2 ଦିନ କିମ୍ବା 3 ଦିନ ପରେ ଆପଣ ଆପ୍ଲାଏ ୟାକୁ ନିହାତି କରିଦିଅନ୍ତୁ, ଯେଉଁମାନେ ଏଲିଜିବଲ୍ ହେଉଛନ୍ତି। ଠିକ୍ ଅଛି। ଆପ୍ଲାଏ କେମିତି କରିବେ ନା, www.otripology.gov.in ଏଇ ୱେବସାଇଟ୍କୁ ଆପଣ ଭିଜିଟ୍ କରିକି
ଯେଉଁମାନେ ଫ୍ରେଶ୍ କ୍ୟାଣ୍ଡିଡେଟ୍ ରହିଲେ, ଯେଉଁମାନେ ଆଗରୁ କିଛି ଆପ୍ଲାଏ କରିନଥିବେ, ସେମାନେ କ'ଣ କରିବେ, ନ୍ୟୁ ରେଜିଷ୍ଟ୍ରେସନକୁ ଯାଇକି ରେଜିଷ୍ଟର କରିବେ। ରେଜିଷ୍ଟ୍ରେସନ କଲା ପରେ ଆପଣ ବାକି ଯାହା ବି ପ୍ରୋସିଜର ରହିଲା ତାକୁ ଦେଖି ଆପ୍ଲାଏ କରିଦେବେ। ଠିକ୍ ଅଛି। ଆଉ ଯେଉଁମାନେ ପୁରୁଣା କ୍ୟାଣ୍ଡିଡେଟ୍ ଅଛନ୍ତି ସେମାନେ ତ ଜାଣିଥିବେ, ଆପଣମାନେ ଲଗ୍ଇନ୍ କରିବେ ୟୁଜର୍ ଆଇଡି ଆଉ ପାସୱାର୍ଡ଼ ଦେଇ, ତାପରେ ତାକୁ ରି ରେଜିଷ୍ଟ୍ରେସନକୁ ଯାଇକି ଆକୁ ଆପ୍ଲାଏ କରିବେ। ଠିକ୍ ଅଛି। ତ ଆପ୍ଲିକେସନ୍ ଆରମ୍ଭ ହୋଇସାରିଛି, ଡେରି କରନ୍ତୁ ନାହିଁ, ଆପ୍ଲାଏ କରିଦିଅନ୍ତୁ। ଏଇଟା ଗୋଟେ ବହୁତ ବଢ଼ିଆ ସୁଯୋଗ ଆପଣଙ୍କୁ ଦେଖିବାକୁ ମିଳିଛି, ଯେଉଁଟାକି ଭଲ ଭ୍ୟାକେନ୍ସି ଗୋଟେ ଆପଣଙ୍କୁ ଦେଖିବାକୁ ମିଳୁଛି। 5999ଟି ପୋଷ୍ଟ ଆପଣଙ୍କୁ ଦେଖିବାକୁ ମିଳୁଛି। ତ ଡେରି କରନ୍ତୁ ନାହିଁ, ୟାକୁ ନିଶ୍ଚୟ ଆପ୍ଲାଏ କରିଦିଅନ୍ତୁ। ଠିକ୍ ଅଛି। ତ ଆଜିର ଭିଡ଼ିଓରେ ଆପଣମାନଙ୍କୁ ମୁଁ ଡେସ୍କ୍ରାଇବ୍ କଲି କ'ଣ କ'ଣ ରହିଛି, ୟାର ଏଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି, ଆପଣ ଆପ୍ଲାଏ କରିପାରିବେ କି କରିପାରିବେନି, ଏକ୍ଜାମିନେସନ୍ ଫି ଉପରେ କହିଲି। ତ ଯେଉଁମାନେ ଏଲିଜିବୁଲ୍ ହେଉଛନ୍ତି ତାକୁ ଆପ୍ଲାଏ କରିଦିଅନ୍ତୁ। ଏବଂ ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ଗୋଟେ ନିହାତି କରନ୍ତୁ। ଠିକ୍ ଅଛି, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଆପଣମାନେ ବହୁତ ପିଲା ଅଛନ୍ତି ଭିଡ଼ିଓଟିକୁ ଦେଖୁଛନ୍ତି, ଆସୁଛନ୍ତି, କିନ୍ତୁ ଲାଇକ୍ କରୁନାହାନ୍ତି କି ସବସ୍କ୍ରାଇବ୍ କରୁନାହାନ୍ତି। ତ ସେ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ, ଯାହାଫଳରେ କି ମୋତେ ଗୋଟେ ମୋଟିଭେସନ୍ ମିଳିବ ଯେ ନାଇଁ ପିଲାମାନେ ଭିଡ଼ିଓଟିକୁ ଭଲ ପାଉଛନ୍ତି। ସେଥିପାଇଁ ମୁଁ ଏମିତି ନୂଆ ସବୁ ଯାହା ବି ଅପଡ଼େଟ୍ ଆସିଲା ସବୁ ଆଗ ଆପଣଙ୍କ ପାଖରେ ନେଇ ପହଞ୍ଚେଇଦେବି। ଠିକ୍ ଅଛି। ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେଇଟା ଆପଣଙ୍କ ପାଖକୁ ସାଙ୍ଗେ ସାଙ୍ଗେ ନୋଟିଫିକେସନ୍ ପହଞ୍ଚିଯିବ। ଠିକ୍ ଅଛି। ତ ଆଜିର ଭିଡ଼ିଓରେ ଏତିକି ଥିଲା, ଏବଂ କମେଣ୍ଟ ସେକ୍ସନରେ ମୋତେ ନିହାତି ଜଣାଇବେ ତ ଭିଡ଼ିଓଟି କେମିତି ଥିଲା ଏବଂ ଆପଣ ଏଲିଜିବୁଲ୍ ହେଉଛନ୍ତି ନା ନାହିଁ, ଏବଂ ଆପଣ ବର୍ତ୍ତମାନ କେଉଁ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ତାକୁ କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ। ସାଙ୍ଗମାନଙ୍କ ସାଙ୍ଗରେ ଏହାକୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଅପଡ଼େଟ୍ଟି ଜାଣିପାରିବେ। ଠିକ୍ ଅଛି। ଆଉ ଗୋଟେ କଥା, ମୋର ଟେଲିଗ୍ରାମ ଚ୍ୟାନେଲ୍ ଗୋଟେ ଅଛି, ଯେଉଁଟାକି ଆପଣମାନେ ଜଏନ୍ କରିପାରିବେ @exams learnings। ଠିକ୍ ଅଛି। ଏକ୍ଜାମ୍ସ ଲର୍ଣ୍ଣିଂ এই ଟେଲିଗ୍ରାମ ଚ୍ୟାନେଲଟିକୁ ଆପଣ ଜଏନ୍ କରନ୍ତୁ। ମୁଁ ଲିଙ୍କଟା ଡେସ୍କ୍ରିପସନରେ ପ୍ରୋଭାଇଡ଼ କରିଦେବି, ଯାହାଫଳରେ କି ଟେଲିଗ୍ରାମ ଚ୍ୟାନେଲଟି ଜଏନ୍ କଲେ ଆପଣ ଜାଣିପାରିବେ ମୁଁ ଯେଉଁ ଭିଡ଼ିଓ ସବୁ ଅପଲୋଡ଼ କରୁଛି ତାର PDFଟିକୁ ସେଥିରେ ସେୟାର କରିଦେବି। ଏବଂ ଯାହା ବି ନୂଆ ଅପଡ଼େଟ୍ ଆସୁଛି ଜବ୍ ରିଲେଟେଡ଼୍ ହେଉ କିମ୍ବା ଏକ୍ଜାମ୍ ରିଲେଟେଡ଼୍ ହେଉ, ତ ସେଗୁଡ଼ାକ ସବୁ ଆପଣଙ୍କୁ ସେ ଟେଲିଗ୍ରାମ ଚ୍ୟାନେଲରେ ମୁଁ ପ୍ରୋଭାଇଡ଼ କରିଦେବି। ଠିକ୍ ଅଛି। ତ ଟେଲିଗ୍ରାମ ଚ୍ୟାନେଲଟିକୁ ଜଏନ୍ କରନ୍ତୁ, ଆଉ ବାକି ଆପଣଙ୍କ ପ୍ରିପାରେସନ୍ ଜାରି ରଖନ୍ତୁ, ଯେମିତିକି ଆପଣ ନିହାତି ଗୋଟେ ପୋଷ୍ଟ ହାସଲ କରିପାରିବେ। ଠିକ୍ ଅଛି। ଆଜିର ଭିଡ଼ିଓରେ ଏତିକି ଥିଲା, ଦେଖା ହେବା ଆଉ ଏକ ନୂତନ ଭିଡ଼ିଓରେ।